ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆମର ଏଠି କ'ଣ ଚାଲିଛି ଟିକେ ଦେଖିକି କହିବ ହେଲା। ମୁଁ ଏଠି କ'ଣ କରୁଛି ମୁଁ ଆପଣଙ୍କୁ କହିଲା ଭିତରେ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଆସନ୍ତୁ ଦେଖନ୍ତୁ ଏଠି କ'ଣ ଚାଲିଛି ଆମର ଏଠି ଗୋଟେ କଢ଼େଇ କିଣା ଚାଲିଛି। ଗୋଟେ ରସବାଲାଟେ ଆଜି ଗାଁକୁ ଆସିଥିଲା। ବଡ଼ ବୋଉ ମୋତେ ଡାକିଲା, ଲୁସି ଆସେନି ଦେଖିବୁ ଏଇ କଢ଼େଇଟା କେମିତି କିଣିବା କି ନାହିଁ। ମୁଁ ଖାଲି କହିଦେଲି ବଡ଼ ବୋଉ ଏମିତିଆ କଢ଼େଇ ତ ମୁଁ କିଛି ଜାଣିନି। ସେ ଏତିକି କହିଦେଇକି ଆସିଲା ଭିତରେ ମୋ ଗୋଡ଼ ଭାରି ଜୋରେ ତାତିଗଲା। ଗରମ କି ବୋଉଲୋ କି ଖରା, ମୁହଁ ତ ତାତି ଯାଉଛି, ଗୋଡ଼ କଥା ଛାଡ଼। ଗୋଡ଼ ମୁଁ ଚପଲ ପିନ୍ଧିବାକୁ ଦୌଡ଼ିକି ପଳେଇନି, ଚପଲ ଗୋଟେ ପିନ୍ଧିକି ନେଇ ପଳେଇ ଆସିଲି। ମୁଁ ଚପଲ ପିନ୍ଧିବା ଦେଖି ବଡ଼ ବୋଉ ଆଉ ସହିପାରିଲାନି। ବଡ଼ ବୋଉ କହିଲେ ମୋ ଗୋଡ଼ ବି ତାତି, ମୋତେ ଦେଖୁ ଦେଖୁ ତା ଗୋଡ଼ ବି ତାତିଗଲା। ସିଏ ପଳେଇଲା ଚପଲ ପାଇଁ। ଆଉ ଏଠି ମଉସା ଆମର ଯାହା ଦେଖିଲେ ଯେତିକ ଥିଲା, ଆମ ବଡ଼ ବୋଉ ରଖିବ ବୋଲିକି, ନୂଆ ରଖିବ ବୋଲି ପୁରୁଣା ଘରେ ଯାହା ଥିଲା ସବୁ ଆଣିକି ତାଙ୍କୁ ଦେଇଦେଲା। ମଉସା ବଦଳ ନେଇଯା। ସିଏ ମଉସା ବି ନେବାରେ ମହା ଧୁରନ୍ଧର। ସବୁ ଆଡ଼େଇ ଉଡ଼େଇ ତେଡ଼େଇ ତାଡ଼େଇ ସବୁ ବଙ୍କା ଚେପା ମେପା କରିକି ସବୁ ତାଙ୍କର ନେଇଗଲେ। ସବୁ ଦେଖୁନାହାନ୍ତି, ଡବା ମୁଣ୍ଡି ବନ୍ଦ ବାଡ଼େଇ ଦେଉଛନ୍ତି। ବୋପାଲୋ ସବୁ ସେ ବାଡ଼େଇ ଦେଲେ। ବଡ଼ ବୋଉ ଆମର ଆଉ ଠିଆ ହେଇକା ଥକିଗଲା। ଯାଇକି ବସି ପଡ଼ିଲା, ବଡ଼ବାପାଙ୍କୁ ବି ଡାକିଦେଲା। ତମେ ଆସ ଦେଖିବ, କାଳେ ସେ ମଉସା ତାଙ୍କୁ ଠକିଦେବେ, ରେଟ୍ ଫେଟ୍ ଭୁଲ ଭାଲ କହିଦେବେ। କଢ଼େଇ ଆମର କିଣା ହେଉଛି, କିନ୍ତୁ ଏଠି ଭଙ୍ଗା ଦଦରା ଜିନିଷ ଯାହା ଅଛି ଦେଇଦେଲେ। ବଡ଼ ବୋଉ ଆମର ସବୁ ସାଇତିକି ରଖିଦେଲା। ଜାଣିଛ, ଭାରି ଘର କରଣା ଲୋକଟେ। ସେ ଯେତିକି ଔଷଧ ବୋତଲ ଥିଲା ତାକୁ ସବୁ ସାଇତିକି ରଖିଥିଲା, ସବୁ ଦେଇଦେଲା। ଆଉ ମଉସା ବି ମହା ଚାଲାକ ଅଛନ୍ତି। ତାର ଗୁରାକୁ ସେ ଲୋକଟା କାଳେ ନବ ଟିଫିନି ମୁଣ୍ଡି, ଯେଉଁ ଟିଫିନିର ସେ ହ୍ୟାଣ୍ଡେଲ୍ ଭଳିଆ ସବୁ ବଙ୍କେଇକି ସାଇଜିଆ କରିଦେଲେ ତାକୁ ଦେବେ ବୋଲିକି। ଦେଖୁନ କେଡ଼େ ବୁଦ୍ଧିଆ ଲୋକଟେ ଆମର। ସବୁ ଦେଇଦେଲେ। ଓଜନ କରିବାରେ ଲାଗିଗଲେ ମଉସା ଆମର। ଓଜନ ତ କଲେ, ଓଜନ କଲାବେଳେ ଗୋଟେ ବଡ଼ବାପାଙ୍କ ସହିତ ଯୁକ୍ତି କରୁଛନ୍ତି। ଆମେ ଏ ତାରକୁ କମ୍ ପଇସାରେ ନେମି। ହେଲୋ ରସ ତ ରସ, ଏଇଟାକୁ କମ୍ ପଇସାରେ କ'ଣ ପାଇଁ ନେବ? ନା ମୁଁ ଏଇଟା କମ୍ ପଇସାରେ ନେମି, 200 ଟଙ୍କା ନେମି। ବଡ଼ ବୋଉ ଶୁଣିକି ଦୌଡ଼ିକି ପଳେଇ ଆଇଲା। କ'ଣ କହିଲେ? କମ୍ ପଇସାରେ ନେବେ, ତାହେଲେ ମୁଁ ଦେବିନି। ଆଉ ଯା ଗଲା। ଆଉ ଆମ ବାଛୁରୀ ବି ସେଥିରେ ଭୋଁ ଭୋଁ ହେଇକି ପୁରା ତାର ରଙ୍ଗ ରୂପ ଦେଖେଇ ସାରିଲାଣି। ବଡ଼ବାପା ଆମର ସେଥିରେ ଗୋଟେ ରସ ଖୁଣ୍ଟି ଆଣିକି ମୋତେ ଦେଖୁଛନ୍ତି, ଦେଖିଲୁ ଏଇ ରସଟା ବଢ଼ିଆ ହେଇନି? ପୁରା ଚିକ୍ ଚିକ୍ କରିବା ରହିକି କଳା ପଡ଼ିଗଲାଣି। ହଁ ବା, ଆମେ ସବୁ ଜାଣିଛୁ। ଦେଖୁନ ସିଏ ମଉସା ଆମର ଖାତା କଲମ ପରେ ଲେଖି ପକେଇଲେ କେତେ କ'ଣ ଓଜନ ହେଲା। ମାନିବାକୁ ପଡ଼ିବ ମଉସାଙ୍କୁ। ବଡ଼ ବୋଉ ପାଖରେ ବସିଲେ, କାଳେ ଠକିଦେବ। ବଡ଼ ବୋଉ, ମୁଁ ସେଠି ବସିଥିଲି ବୋଲି ବଡ଼ ବୋଉ ମୋ ପାଖରେ ବସିକି ଦେଖିଲେ। ମଉସା ଆମର ଯାହା ବାଡ଼େଇ ବୁଡ଼େଇ କରିଥିଲେ, ଆମର ଯେତିକି ହେଲା ସବୁ ଓଜନ କରି ନେଇଗଲେ। ଦେଖୁନ କେତେ ଚାଲାଖିଆ, ସବୁ ଓଜନ କରି ପେନ୍ ଖୋଜୁଛନ୍ତି, ଆଉ ପେନ୍ ପାଇଲେନି। ବଡ଼ବାପା କହିଲେ ତମେ ଲେଖ, ତମେ ଇଏ କର, ତମେ ଲେଖ, ମୁଁ ମନେ ରଖୁଛି କ'ଣ କିଛି। ଯା ହଉ ଫାଇନାଲ୍ ଆମର ହିସାବ ପତ୍ର ସରିଲା। କଢ଼େଇ ତ ଆମର 400 ଟଙ୍କା ହେଲା, ଆଉ ଆମ ପୁରୁଣା ଜିନିଷ 600 ଟଙ୍କା। ଆମକୁ ଆଉ 220 ଟଙ୍କା ସେ ଫେରେଇବେ ବୋଲି ହିସାବ ହେଇଗଲା। ଯାହା ହଉ ଆମର ଗୋଟେ କାମ ସରିଲା। ଭିଡ଼ିଓଟା ବହୁତ ଲମ୍ବା ହେଇଗଲାଣି, ଆଉ ଏତେ ଭିଡ଼ିଓ କରିହେବନି। ଦେଖୁନ ସେ ତା ଭିତରେ ଓଜନ କରି ଲେଖି ପକାଉଛନ୍ତି। ହଉ ଛାଡ଼, ତମେ ଦିଅ, ଜଲ୍ଦି ଜଲ୍ଦି ପଇସା ଦିଅ। ବଡ଼ ବୋଉ ଆମର ଯିବୁ, ଖରା ବହୁତ ହେଲାଣି, କେତେ ସମୟ ଆଉ ବସିବୁ? ଆମେ ଆମର ଘରକୁ ଯିବୁ ହେଲା। କଢ଼େଇଟା ଆମର ନେଇଗଲୁ, ପଇସା ବି ନେଇଗଲୁ। ଆଉ ସିଏ ତାଙ୍କର ଜିନିଷପତ୍ର ପୁରେଇକି ନେବେ, ଆମେ ଏବେ ଚାଲିଲୁ। ଆଉ ରହୁଛୁ। ଜୟ ଜଗନ୍ନାଥ। ଆମ ଚ୍ୟାନେଲକୁ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନଙ୍କ ସହିତ ଦେଖା ହେବ ନେକ୍ସଟ ବ୍ଲଗ୍ରେ।